ଆମର ସାବିତ୍ରୀ ପୂଜା ହେଉଛି ଆମ ମାଆଙ୍କ ମନ୍ଦିରରେ। ଦେଖନ୍ତୁ କେତେ ଲୋକ ଆସୁଛନ୍ତି। ଏଠି ଆମ ସାବିତ୍ରୀ ପୂଜା ହେଉଛି ଆମ ମାଆଙ୍କ ମନ୍ଦିର, ଆମ ଉତ୍ତରାଣୀ ମା। ଚାଲ ଠାକୁରାଣୀ ଗାଧଉଛନ୍ତି। ଏଠି ଆମ ସାବିତ୍ରୀ ଉତ୍ସବ ବୋଲି ସମସ୍ତେ ଆସୁଛନ୍ତି। ଦେଖନ୍ତୁ ମାଙ୍କୁ ଗାଧେଇ ଦଉଛନ୍ତି। ସେଠିକି ଆସି ଜଗିବ ଯାଇକି ମୁଁ ଖାଇବି। ଆଉ ଖାଇବି ବୋଲି ତ ରାତି ବେଳା ମୁଁ ଖାଇପାରିବିନି। ଯାହା ଖାଆନ୍ତି ତା ବାତି କରୁଛି। ଜାଣିଛି ଆଗରୁ ଘଟଣା ଏବେ 4-5 ମାସ ହେଲାଣି ଜଗତସିଂହପୁର ନେଇକି ଯାଏ। ଖାଦ୍ୟ ଯାହା ଦେଲା ବେଳକୁ କିଏ ବାହାରଟି ଜବର ବେପାର ଆଜି ନୁହଁ କାମ କ'ଣ କରୁଛୁ? ସେ ହାତ ଧୋଇଥିଲୁ? ଏପଟକୁ ବ ଗରମ ହେଉଛି, ଏପଟେ ଫ୍ୟାନ୍ ଚାଲିଯିବ। ବସ ଆସି ଏପଟେ। ସାଙ୍ଗମାନେ ଜୟ ଜଗନ୍ନାଥ। ଆଶା କରୁଛି ଜଗନ୍ନାଥଙ୍କ କୃପାରୁ ଆପଣମାନେ ଭଲରେ ଥାଆନ୍ତୁ। ମୋ ଛୋଟ ଭିଡ଼ିଓଟି ଦେଖୁଥିଲେ ଗୋଟେ ଲାଇକ୍ କମେଣ୍ଟ ସେୟାର କରିଦିଅନ୍ତୁ। ମୁଁ ଦିନ ଯାକ ଯାହା ବି କରେ ଆପଣଙ୍କ ସହିତ ସେୟାର କରେ। ଆଜି ଯେହେତୁ ସାବିତ୍ରୀ ଅଛି, ଆମ ପୁଅ ପାଇଁ ବାପା ପାଇଁ ଏଠି ଡାଲି ସିଝେଇଛି ଛୁଙ୍କ କରିବି। ଏଠି ବଡ଼ି ଭାଜିବି ଚୁରା ହେବ, ଆଳୁ ପକେଇଛି ଭର୍ତ୍ତା କରିବି। ଏଠି ପନିର ଭୁଜିଆ ଟିକେ କରିବି ପୁଅ ପାଇଁ। ଚୁଲି ଲଗେଇ ଦେଉଛି, ଏଠି ଭାତ ହାଣ୍ଡି ରଖିଛି ବସେଇବି। ଆଗ ଚୁଲିଟା ଲଗେଇ ଦେଉଛି, ସରୁ ସରୁ କାଠ ଟିକେ ପକେଇ ଲଗେଇ ଦେଉଛି, ତାପରେ ଯାଇ ଭାତ ବସେଇବି। ଚୁଲିଟା ଲଗେଇ ଦେଉଛି। ଦେଖନ୍ତୁ ସାଙ୍ଗମାନେ, ଏଥିରେ ଲାଗିଯିବ ଶୁଖିଲା କାଠ। ଏଠି ପାଣି ହାଣ୍ଡି ବସେଇ ଦେଇଛି, ଚୁଲି ଲଗେଇବି। ସାଙ୍ଗମାନେ କେମିତି ଖରା ପଳେଇ ଆସିଲାଣି, କେତେ ଜୋର ଖରା। ମାନେ ଚୁଲି ପୁରା ଜଳିଲାଣି ଭଲସେ। ଏବେ ଚାଉଳ ନେଇ ଆସିଛି, ଯେହେତୁ ଆମର ଘର ଚାଉଳ। ଗୋଟେ ମଲା ଚାଉଳ ଅଛି, ବାଛିବି, ବାଛିକି ପକେଇବି। ଏଇ ମଲା ଚାଉଳ ମୁଁ ତରକାରୀ କରିବି। ଦେଖନ୍ତୁ ମାଠି ଆଳୁ, ଏଇଟା ଆଳୁ, ବାଇଗଣ, ଟମାଟୋ, ବଡ଼ି ପକାଇ ତରକାରୀ କରିବି। ଏଠି ନେଇ ଆସିଛି କାଟିବା ପାଇଁ। ଏବେ ପରିବା କାଟିଦେବି। ଭାତ ବସେଇକି ଆସିଲି, ପୁଅ ପାଇଁ ଅଳ୍ପ ଟିକେ ଡାଲି କରିବି। ଏଇଠି ତରକାରୀ କରିଛି ମାଟି ଆଳୁ, ଏଇଟା କଷୁଛି। ବାଇଗଣଟା ରଖିଛି ପଛରେ ପକେଇବି, ବାଇଗଣ ଟମାଟୋ।
आम आज ये समस्ते बसचु खावाई ये आमर ये गरम भात ये देशी आलू आलू बैगण टमाटो बड़ी तरकारी ये टमाटो आलू बैगण गोटे पाग होती शाग भजा से बापा खाऊँ भात तरकारी माछ भजा आंब पुओ भी से खाऊँ बो आमर ये पखाड़ खाऊँ खाऊँ अजोतं केशवं कृष्ण दामोदरं राम नारायणं